আন্তর্জাতীয় মহিলা দিবস উপলক্ষে সুন্দর सरल এবং সংক্ষিপ্ত ওড়িয়া ভাষণ। সম্মাননীয় সভাপতি মহোদয়, জ্ঞাନ ଗୁଣରେ ଗରିଆନ ତଥା ନୀତି ଆଦର୍ଶରେ ଗଢ଼ା ମୋର ପୂଜ୍ୟ ଗୁରୁଜୀ ଓ ଗୁରୁମା ବୃନ୍ଦ ତଥା ସହପାଠୀ ଓ ସହପାଠିନୀ ଗଣ, ଆଜି ପବିତ୍ର ଆନ୍ତର୍ଜାତୀୟ ମହିଳା ଦିବସରେ ସେହି ସ୍ନେହମୟୀ କରୁଣାମୟୀ ମାତୃଶକ୍ତିର ଅପାର ମହନୀୟ ଗୁଣକୁ ଶତ ଶତ ପ୍ରଣାମ ଜଣାଇ ମୋର ବକ୍ତବ୍ୟ ଆରମ୍ଭ କରୁଛି। ନାରୀ ହେଉଛି ସୃଷ୍ଟିର ଆଧାର। ଜଣେ ମା, ଭଉଣୀ, ପତ୍ନୀ ବା କନ୍ୟା ରୂପରେ ସମାଜର ପ୍ରତିଟି ସ୍ତରରେ ନିଜର ଅତୁଳନୀୟ ଅବଦାନ ଦେଇଥାଏ। ଭଗବାନଙ୍କ ଅପୂର୍ବ ସୃଷ୍ଟିରେ ନାରୀ ହେଉଛି ଅପରୂପା। କେବେ ସେ କାନ୍ତ କମନୀୟତା, କେବେ ଅପୂର୍ବ ସାହସ ଓ ଧୈର୍ଯ୍ୟର ଅଧିକାରିଣୀ, କେବେ ପୁଣି ସ୍ନେହ ଆଉ ମମତାର ଶାଶ୍ୱତ ନିର୍ଝରିଣୀ। ତାର ସ୍ୱଭାବ ସୁଲଭ ଉଦ୍ୟମ ଓ ପ୍ରଚେଷ୍ଟାରେ ପୁରା ପରିବାର ପାଲଟିଯାଏ ସ୍ୱର୍ଗ। ଆଜିର ନାରୀ କେବଳ ଘର କୋଣରେ ସୀମିତ ନୁହନ୍ତି, ସେ ମହାକାଶ ବିଜ୍ଞାନ ଠାରୁ ଆରମ୍ଭ କରି ଖେଳକୁଦ, ରାଜନୀତି, ଶିକ୍ଷା ଏବଂ ପ୍ରତିରକ୍ଷା ଆଦି ପ୍ରତ୍ୟେକ କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖାଇଛି। ଆମ ଶାସ୍ତ୍ରରେ କୁହାଯାଇଛି, ଯତ୍ର ନାର୍ଯ୍ୟସ୍ତୁ ପୂଜ୍ୟନ୍ତେ ରମନ୍ତେ ତତ୍ର ଦେବତାଃ, ଅର୍ଥାତ୍ ଯେଉଁଠି ନାରୀ ସମ୍ମାନିତ ହୁଅନ୍ତି ସେଠାରେ ଦେବତାମାନେ ବାସ କରନ୍ତି। କିନ୍ତୁ ପ୍ରକୃତ ସମ୍ମାନ କେବଳ ଭାଷଣରେ ନୁହେଁ, ବରଂ ନାରୀକୁ ସମ୍ମାନ, ସୁଯୋଗ, ସୁରକ୍ଷା ଏବଂ ସମ୍ମାନ ଦେବାରେ ହିଁ ରହିଛି। ଇତିହାସ ପୃଷ୍ଠାକୁ ଦେଖିଲେ ଆମେ ବହୁ ମହିୟସୀ ମହିଳାଙ୍କ ସମ୍ବନ୍ଧରେ ଜାଣିବା, ଯେଉଁମାନେ ପୁରୁଷମାନଙ୍କ ତୁଳନାରେ କୌଣସି ଗୁଣରେ କମ୍ ନୁହନ୍ତି। ରାଣୀ ଲକ୍ଷ୍ମୀବାଈଙ୍କ କାହାଣୀ ଆଜି ବି ଦେହରେ ଶିହରଣ ଭରିଦିଏ। ଇନ୍ଦିରା ଗାନ୍ଧୀ ଓ ପ୍ରତିଭା ପଟେଲଙ୍କ ବିଚକ୍ଷଣ ରାଜନୀତି କେଉଁ ଗୁଣରେ ବି ପୁରୁଷମାନଙ୍କ ଠାରୁ କମ୍ ନୁହେଁ। ସେହିପରି ପୁରାଣ ପୃଷ୍ଠା ଓଲଟାଇଲେ ଆମେ ଦେଖିବା, କୁନ୍ତୀ, ଅହଲ୍ୟା, ମନ୍ଦୋଦରୀ, ସୀତା ଓ ସାବିତ୍ରୀଙ୍କ ପରି ମହିୟସୀ ମହିଳାଙ୍କ ଅମର ଗାଥା। ଏଇ ତ ସବୁ ଉଦାହରଣ ମାତ୍ର। ପ୍ରକୃତ ପକ୍ଷେ ମହିଳାମାନଙ୍କ ଗୌରବମୟ ଇତିହାସ ବାସ୍ତବିକ ବିସ୍ମୟକର ଅଟେ। ଏତେ ସବୁ ଶକ୍ତି, ସାମର୍ଥ୍ୟ ଓ ସଫଳତା ଥାଇ ମଧ୍ୟ ସେ ଆଜି ସମାଜରେ ଅବହେଳିତା, ନିର୍ଯାତିତା, କନ୍ୟା ଭ୍ରୂଣ ହତ୍ୟା ଏବଂ ଅସମାନତା ଭଳି କୁସଂସ୍କାର ଦେଖାଯାଏ। ଏହାକୁ ଦୂର କରିବା ପାଇଁ ଆମକୁ ମାନସିକତା ବଦଳାଇବାକୁ ପଡ଼ିବ। ନାରୀକୁ ସମ୍ମାନ ଓ ସୁରକ୍ଷା ଦେବା ଆମ ସମସ୍ତଙ୍କର କର୍ତ୍ତବ୍ୟ। ଏଣୁ ମହିଳାଙ୍କୁ ତାଙ୍କ ଅଧିକାର ପ୍ରଦାନ କରାଯିବା ସହ ସମ୍ମାନ ମର୍ଯ୍ୟାଦା ପ୍ରଦାନ କରାଯିବାକୁ ସଚେତନତା ସୃଷ୍ଟି କରି ଜନଜାଗରଣ ସୃଷ୍ଟି କରାଯିବାକୁ ଆଜିର ଏହି ଦିବସର ପରିକଳ୍ପନା କରାଯାଇଛି। ଶେଷରେ ମୁଁ ଏତିକି କହିବି କି ନାରୀ ଦୁର୍ବଳ ନୁହେଁ, ସେ ହେଉଛି ଶକ୍ତିର ଆଧାର। ଆସନ୍ତୁ ଆଜି ଶପଥ ନେବା, ନାରୀମାନଙ୍କୁ ସମ୍ମାନ ଦେବା ଏବଂ ସେମାନଙ୍କ ସ୍ୱପ୍ନ ପୂରଣ କରିବାରେ ସହାୟକ ହେବା। ନାରୀ ତୁମେ ଅନନ୍ୟା, ତୁମେ ଶକ୍ତିର ରୂପାୟଣ। ତୁମ ବିନା ସୃଷ୍ଟି ଅଧୁରା, ତୁମେ ହିଁ ପ୍ରଗତିର କାରଣ। ଧନ୍ୟବାଦ। ତ ପିଲାମାନେ ଭାଷଣଟି ପସନ୍ଦ ଆସିଥିଲେ ଲାଇକ୍ କରିବେ ଆଉ କମେଣ୍ଟରେ ନିଶ୍ଚିତ ଜଣାଇବେ। ଥ୍ୟାଙ୍କ ୟୁ।